अरे मु तो मानव पहाड़ पाखे थी हेले एठिक आसिली केमिति ସେଠି ରକ୍ତାକ୍ତ ହୋଇ ପଡ଼ିଥିଲ ବାବୁ। ଆମେ ବୁଲିବାକୁ ଯାଇଥିବା ବେଳେ ତମକୁ ଦେଖି ସେଠାରୁ ନେଇ ଆସିଲୁ। ସତରେ ସତରେ ତମେ ମୋ ଜୀବନ ବଞ୍ଚି ମୋତେ ନୂଆ ଜୀବନ ଦେଇଛ। ତମର ଏଇ ଋଣ ମୁଁ କେବେ ସୁଝି ପାରିବିନି। ବାବୁ ତମ ଘର କୋଉଠି? କିଏ ଆଉ କାହିଁ ତୁମକୁ ମାରି ଦେଇଥିଲେ? ମୁଁ ଜମିଦାର ଦିବ୍ୟଶଙ୍କର ବଡ଼ ପୁଅ ଜଗନ। ମୁଁ ଏ ମହେନ୍ଦ୍ରପୁରରେ ରହୁଥିଲି। ପୂର୍ବ ଶତ୍ରୁତା ଲାଗି ସେ ଭୈର ମୋ ଜୀବନ ନେବାକୁ ବସିଥିଲା, କିନ୍ତୁ ତମ ଦେହରେ ଆଜି ମୁଁ ବଞ୍ଚିଗଲି। କିନ୍ତୁ ତମେ ମୁଁ ଗୋଟେ ଗାଉଁଲି ଝିଅ ସୁନେଲି, ମୋର ନିଜର ବୋଲି କେହି ନାହାନ୍ତି। ମୁଁ ବହୁତ ଗରିବ ବାବୁ। ଗରିବ ହେଲେ କ'ଣ ହେଲା? ତମ ହୃଦୟଟା ବହୁତ ମହାନ। ଅନ୍ୟ କେହି ହେଇଥିଲେ ମୋତେ ମରିବାକୁ ଛାଡ଼ି ଦେଇଥାନ୍ତେ, କିନ୍ତୁ ତମେ ତମ ଘରକୁ ନେଇ ମୋତେ ବଞ୍ଚେଇ ଦେଲ। ଏମିତିକା ମଣିଷ ଆଜିକାଲି ଏ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି। ମୋତେ ଏତେ ପ୍ରଶଂସା କରନି, ମୋତେ ଯାହା ଭଲ ଲାଗିଲା ତାହା କରିଛି। କିନ୍ତୁ ବାବୁ ତମେ କ'ଣ ଆଜି ଗାଁକୁ ଯିବ? ନାଇଁ ଶୁଣିଲି ନାଇଁ, ମୋତେ ଆଉ କିଛି ଦିନ ମହେନ୍ଦ୍ରପୁରରେ ରହିବାକୁ ପଡ଼ିବ। ହେଲେ ଶୁଣିଲି ମୁଁ ତମକୁ କେବେ ଭୁଲି ପାରିବିନି। ତମେ ସବୁଦିନ ମୋ ମନରେ ରହିବ। ତାହେଲେ ମୁଁ ଆସୁଛି। ରହିଯା ବାବୁ, ଏଠାରୁ ଯିବା ପୂର୍ବରୁ ଆମ ଖତାରେ ଜବାବ ଦେଇକି ଯାଅ। କ'ଣ କହିବାକୁ ଚାହୁଁ? ତମେ ସୁନେଲି ପାଖରେ 4 ଦିନ ରହିଛ, ସେଇଠି ତମେ ରାତି ବିତେଇଛ। ଏଇଟା ଆମ ଗାଁ ପାଇଁ ମହାପାପ। ତମେ କ'ଣ କହୁଛ? ସେ ବାବୁ ମୋ ଘରେ ରାତି ବିତେଇଥିଲେ, କିନ୍ତୁ ଆମର କିଛି ବି ପାପ ସମ୍ପର୍କ ନାହିଁ। ତୁ କହିଲେ କ'ଣ ହବ ସୁନେଲି? ଆମ ଗାଁରେ ନିୟମ ରହିଛି, ବାହା ହେଇନଥିବ ପୁଅ ଝିଅ ଗୋଟିଏ ଘରେ ରାତି ବିତେଇ ପାରିବିନି। ଯଦି ବି ଗୋଟିଏ ଘରେ ରହିଲେ ତାହେଲେ ଦଣ୍ଡ ଭୋଗିବାକୁ ପଡ଼ିବ। ବାବୁ ମୁଁ କିଛି ଦୋଷ କରିନି, ୟା ପରେ ବି ମୋତେ ଦଣ୍ଡ ମିଳିବ। ତାହେଲେ ମୁଁ ସୁନେଲି ପାଇଁ ସବୁ ଦଣ୍ଡ ଭୋଗିବାକୁ ରାଜି ଅଛି। କୁହ ମୋତେ କି ଦଣ୍ଡ ଦେବ? ଆମ ଗାଁ ମୁଖିଆ କହିଛନ୍ତି ତମେ କରିଥିବା ଭୁଲ ପାଇଁ ତମେ ସୁନେଲିକୁ ବାହା ହବାକୁ ପଡ଼ିବ। ନାଇଁ ବାବୁ ନାଇଁ, ମୁଁ କେବେ ସୁନେଲିକୁ ବାହା ହେଇପାରିବିନି। ମୁଁ ବାହା ହେଇପାରିବିନି। ଯଦି ବି ବାହା ହବୁନି ତାହେଲେ ସୁନେଲିକୁ ନିଆଁ ପାଣିରୁ ବାସନ୍ଦ କରାଯିବ। ଦରକାର ପଡ଼ିଲେ ତାକୁ ଏ ଗାଁରୁ ବାହାର କରି ଦିଆଯିବ। ମୋ ପାଇଁ ଏ ବାବୁଙ୍କୁ ବିନା ଦୋଷରେ ଏତେ ବଡ଼ ଦଣ୍ଡ ଦଉଛ କାହିଁକି? ଏକ ସୁନେଲି, ମୁଁ କିଛି କହିପାରିବିନି। ଗାଁ ପଞ୍ଚାୟତରେ ବିଚାର ହେଇସାରିଛି, ତମେ ବାହା ହବ ନା ଏ ଦଣ୍ଡ ଭୋଗିବ, ସେ ବିଚାର ତମ ହାତରେ ଅଛି। ମୁଁ ଯାଉଛି ସୁନେଲି, ହଁ ମୁଁ ଯାଉଛି। ବାବୁ ଏବେ କ'ଣ ହବ ବାବୁ? ସବୁ ମୋର ଭୁଲ ସୁନେଲି। ତୁ କାହିଁକି ମୋତେ ତୋ ଘରେ ନେଇ ରଖିଲୁ? ମୁଁ ପଛେ ମରିଯାଇଥାନ୍ତି, କାହିଁକି ତୁ ବଞ୍ଚେଇଲୁ? ଏବେ ଦେଖ ଆମେ 2 ଜଣ ଆଜି ଦଣ୍ଡ ପାଇବା। ହଁ ଦଣ୍ଡ ପାଇବା। ଏମିତିକା ନିୟମ ଅଛି ବୋଲି ମୁଁ କେବେ ଜାଣିନଥିଲି। ବାବୁ ତମେ ତ କିଛି ଦୋଷ କରିନ, ତମେ ତମ ଗାଁକୁ ଚାଲିଯାଅ। ଏମାନେ ତମର କିଛି ବି କରିପାରିବେନି। ହଉ ଜଲ୍ଦି ତମେ ଫେରିଯାଅ। ଏ ତୁ କ'ଣ କହୁଛୁ ସୁନେଲି? ମୁଁ ସିନା ଏ ଗାଁରେ ଲୁଚିକି ଚାଲିଯିବି, କିନ୍ତୁ ଏଠି ତ ଅବସ୍ଥା କ'ଣ ହବ ତୁ ଜାଣିଛୁ? ସେମାନେ ତୋତେ ନିଆଁ ପାଣିରୁ ବାସନ୍ଦ କରିଦେବେ, ଏ ଗାଁରୁ ବାହାର କରିଦେବେ। ମୋ ପାଇଁ ତୋତେ ଏତେ ବଡ଼ ଦଣ୍ଡ ଭୋଗିବାକୁ ଦେବିନି ସୁନେଲି। ହଁ ମୁଁ ଦେବିନି। ଯଦି ତା ଲେଖା ହେଇଛେ ମୁଁ ଦଣ୍ଡ ଭୋଗିବାକୁ ରାଜି ବାବୁ। ହଁ ମୁଁ ରାଜି। ଆଇ ସୁନେଲି ନାଇଁ, ମୁଁ ଏଠି ସ୍ୱାର୍ଥପର ନୁହେଁ ଯେ ତୋର ସର୍ବନାଶ କରି ଚାଲିଯିବି। ତାମାନେ ତମେ କ'ଣ କହିବାକୁ ଚାହ? ଗାଁ ଲୋକ କହୁଛନ୍ତି ନା ମୁଁ ତୋତେ ବାହା ହେବାକୁ। ଠିକ ଅଛି, ମୁଁ ତୋତେ ବାହା ହେବି। ସରେ ମୋ ପରି ଗୋଟାଏ ଗାଉଁଲି ଝିଅକୁ ବାହା ହେ, କାହିଁକି ଜୀବନ ସାରା ଲୋକ ଓଷା ହେବେ? କାହିଁକି? ମୁଁ ତୋତେ ବାହା ହେଲେ ଏ ଗାଁ ଲୋକମାନେ ମୋତେ ମାରିଦେବେ। ତୁ କ'ଣ ଚାହୁଁଛୁ ମୁଁ ମରିଯାଏ? ତାହେଲେ କାହିଁକି ମୋତେ ବଞ୍ଚେଇଥିଲୁ? ହଁ କାହିଁକି? କିନ୍ତୁ ବାବୁ ତମେ ବଡ଼ ଲୋକ, ତମ ଘରେ ବୋଉ ହେବା ପାଇଁ ମୁଁ କେବେ ବି ଯୋଗ୍ୟ ହେଇପାରିବିନି। ହଁ ମୁଁ ପାରିବିନି। ହେଲେ ବି ତୁ ଗୋଟେ ମଣିଷ, ଆଉ ମୁଁ ଗୋଟେ ମଣିଷକୁ ବାହା ହେଉଛି, କିଛି ପାପ ତ କରୁନି। କାହିଁକି ବାବୁ କାହିଁକି? ମୋ ପାଇଁ ତମେ ଏତେ ଲୋଭ କରୁଛ? କେବଳ ତମ ପାଇଁ ମୁଁ ଆଜି ନୂଆ ଜୀବନ ପାଇଛି। ଏ ମନ ଜୀବନ ସବୁ ତମର। ଗାଁ ବାଲା ଦଣ୍ଡ ଦେଇପାରନ୍ତି, କିନ୍ତୁ ମୋ ମନ ବି ତତେ ନିଜରେ କରିବାକୁ ନାଇଁ ବାବୁ, ଚାହୁଁଛି। ନାହିଁ।
ମୋ କଥା ମାନ, ତମେ ଏଟା ଚାଲି ଯାଅ। ହଁ ଚାଲି ଯାଅ। ଠିକ ଅଛି, ତମେ ଯଦି ମନା କରୁଛ ତାହେଲେ ମୁଁ ରହିବି କାହିଁକି? ସେ ଗାଁ ଲୋକ ପଛେ ମୋତେ ମାରି ଦିଅନ୍ତୁ, କିନ୍ତୁ ମୁଁ ମରିଗଲେ ବି ଦୁଃଖ କରିବିନି। ଯାଉଛି, ତାହେଲେ ମୁଁ ଯାଉଛି। ମୁଁ ତୁମ କଥାରେ ରାଜି। ତୁ ସତ କହୁଛୁ ସୁନିଲି? ମୋ ବାପ ଏ ପ୍ରେମର ନିଆଁରେ ଡେଇବାକୁ ମନା କରୁ କରୁ ଏ ଗାଉଁଲି ଝିଅ ଶୁଣିଲେ ତମ ପାଖରେ ହାରି ଯାଇଛି। ମୁଁ ଆଜିଠାରୁ ତୁମର ହେଇଗଲି ବାପ, ଓ ତୁମର। ସୁନିଲି, ସୁନିଲି,